निरङ्गस्य लाभया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिषे नमः। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधाकांत नमोस्तुते। तप्त कांचन गौरांगी राधे वृंदावनेश्वरी शोभानुसुते देवी प्रणमामि हरिप्रिये। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा कृष्णा कृष्ण हरे 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 राम 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 हरे हरे। हरे कृष्ण। ସମସ୍ତଙ୍କୁ ପୁନଃ ଧନ୍ୟବାଦ ଯେଉଁମାନେ ଉପସ୍ଥିତ ଅଛନ୍ତି। ତ ଯେମିତି ଆମେ ଶ୍ରବଣ କରନ୍ତି କି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଶ୍ରବଣ କଲେ ଆମର ଚିତ୍ତ ଶୁଦ୍ଧ ହୁଏ। ଆଉ ଭଗବାନଙ୍କର ସେବା ଯେତେବେଳେ କରିବା ତାହେଲେ ଅନୁଭବ ଆସିବ କି ଆମେ ବାସ୍ତବରେ ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ସେବକ ବୋଲି। ତ ସେଥିପାଇଁ ଆମେ ଭଗବାନ କୁହନ୍ତି ଭିନ୍ନ ଭିନ୍ନ ପ୍ରକାରର ତିଥି ଭଗବାନଙ୍କର ଆବିର୍ଭାବ ଭକ୍ତ ମାନଙ୍କର ଆବିର୍ଭାବ କିମ୍ବା ତିରୋଭାବ ଏସବୁ ଜିନିଷ ଥାଏ। ଉତ୍ସବ ପ୍ରିୟ ମାନବ ଅର୍ଥାତ୍ ମଣିଷ ମାନେ ଭିନ୍ନ ଭିନ୍ନ ପ୍ରକାରର ଉତ୍ସବ ଇତ୍ୟାଦି କରିବା ପାଇଁ ପସନ୍ଦ କରନ୍ତି। ତେଣୁ ସେଥିପାଇଁ ଭିନ୍ନ ଭିନ୍ନ ଉତ୍ସବ ମାନଙ୍କରେ ଆମ ମାନଙ୍କୁ ଭଗବାନଙ୍କର ୟାପରେ ଭକ୍ତ ମାନଙ୍କର ସେବାର ସୁଯୋଗ ପ୍ରାପ୍ତ ହୁଏ। ଆଉ ସେଇ ସୁଯୋଗକୁ ଆମେ ଯଦି ନିଶ୍ଚୟ ଭାବରେ ତାକୁ ହସ୍ତଗତ କରିବା ତାହେଲେ ନିଶ୍ଚୟ ଭାବରେ ଅନୁଭବ ରିଏଲାଇଜେସନ ଆମକୁ ଆସିବ ଯେ କୃଷ୍ଣଙ୍କ ସେବାରେ କେତେ ଆନନ୍ଦ ଅଛି। ଆଉ ଭକ୍ତ ସବୁବେଳେ ଚାହେଁ ନିଜର ସେବା ମାଧ୍ୟମରେ କୃଷ୍ଣଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଠିକ ଅଛି, ତ ଆମେ କିଛିଟା ଭକ୍ତ ମାନଙ୍କ ଠାରୁ ଶ୍ରବଣ କରିବା। ଏ ଚନ୍ଦନ ଯାତ୍ରା ବି ଚାଲିଛି କିମ୍ବା ନୃସିଂହ ଚତୁର୍ଦଶୀ ଥିଲା। ତ ପୁରା ଚନ୍ଦନ ଯାତ୍ରା ମହୋତ୍ସବରେ ସେବା କଲେ କୋଉ ମନୋଭାବରେ ଆପଣମାନେ ସେବା କରୁଛନ୍ତି, କେତେ ଉତ୍ସାହିତ ଅଛନ୍ତି, ତାପରେ ସେବା କରିବା ସମୟରେ ଆପଣ କେତେ ଦୂର ଆମକୁ ଲାଗୁଛି କି ସେବା ଆମକୁ କଣ୍ଟିନ୍ୟୁ ହିଁ କରିବାର ଅଛି ଖାଲି ଏଇ ମଣିଷ ଜନ୍ମ ସମସ୍ତ ଜନ୍ମ ପର୍ଯ୍ୟନ୍ତ। ଯାହା ବି ଅନୁଭବ ଅଛି ଆମେ ସେୟାର କରିବା। ଭିଡିଓ ସମସ୍ତଙ୍କର ଅନ୍ ଅଛି, ଅନ୍ କରିବାର ଅଛି, କେହି ଅଫ୍ କରିବନି। हरे कृष्ण। अन्यମାନେ ସମସ୍ତେ ଅନ୍ କର। ତାପରେ ଯଦି ଚାହିଁବ କି ସେବା କରିବା ଉପରେ କିଛି କହିବା ପାଇଁ କହିପାରିବୁ କି ଆମକୁ ଭଗବାନଙ୍କ ସେବା ଆକ୍ଚୁଆଲି କାହିଁକି କରିବା ଥାଏ। ओके संजय प्रभु तुम स्टार्ट करो। अच्छा हरे हरे कृष्ण प्रभु दंडवत प्रणाम। विशेष धन्यवाद मथुराज प्रभु को जे सी आमको किसी कहबार सुजोग प्रदान करछंती एवं आम चेष्टा करबा जेपरि कि आमे नृसिंह चतुर्दशी काली थिला नृसिंह चतुर्दशी एवं चंदन यात्रा भी जेहेतु चली आमे सितरे कौन सेवा योगदान कले कि आमे जहाँ आमे फेस्टिवल सीजन रहिला आमे सितरे कौन एक्सपीरियंस कले तो प्रभु जी से इंस्ट्रक्शन देइछंती। तो मोर तो से विशेष किसी अनुभूति नाही जो तथापि मु जेहेतु जति किछि करिछि सेटा एक्सपीरियंस शेयर करिया ପାଇଁ चेष्टा करिवि। हरे कृष्ण। तो आरंभ करिवा। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी नामिने नमस्ते सरस्वती देवी गौरवाणी शून्यवाद। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे 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 राम हरे कृष्ण। तो काली थिला नृसिंह चतुर्दशी आउ आज भी विशेष दिन। तो शेयर करुची तो जो भाव में आप जानते जे काली गोटे एम दिन थिला जोटा कि नरसिंह महाप्रभु जे कि प्रहलाद महाराज सी अवतारटा नहीं एवं विशेष भाव देखा गले भक्तान जीवन में जिते भी बाधा विघ्न जिते सब असुविधा आसे तो मेनली नरसिंह देव नरसिंह महाप्रभु साहाଯ୍ୟ करते रिमुव करने। तो से जिनसा आम प्रथम तो आम नरसिंह महाप्रभु से किसी जान नथिलु जमती प्रभुजी संगे मायापुर जावा पूर्व
କିନ୍ତୁ ପ୍ରଭୁଜୀ ଆମେ ଯେତେବେଳେ ଲାଷ୍ଟ 2 ବର୍ଷ ହେବ ମାୟାପୁର ଯାଉଛୁ, ଆଉ ନୃସିଂହ ମହାପ୍ରଭୁଙ୍କର କୃପା ବି ବିଶେଷ ସାନିଧ୍ୟ ଆମକୁ ଲାଭ ହଉଛି। ତ ସେଠି ଯିବା ପରେ ମଧ୍ୟ ମୁଁ ଶୁଣିଥିଲି ଏମିତି ପ୍ରଭୁଜୀ କହନ୍ତି ଯେ ଆମ ଭକ୍ତି ଜୀବନ ଯେତେ ବି ଅବଷ୍ଟାକଲ ରହିଲା କି ଆଇଦର କିଛି ବି ଇସ୍ୟୁ ରହିଲା, ତ ନରସିଂହ ଦେବ ସେ ଜିନିଷକୁ ରିମୁଭ କରନ୍ତି ଏବଂ ଆମେ ତାଙ୍କୁ ପ୍ରେୟର୍ସ ବି କରୁ। ଏବଂ ବହୁତ ଥର ଆମେ ବି ଯୋଉ ଡିଭୋଟି ମାନେ ନ ଯାଇଥିବେ ଆମେ ତାଙ୍କୁ ଅଫରିଂ ଜଣାଉ। ତ ସେଇଭଳି ମୁଁ ମାଇଣ୍ଡରେ ଚିନ୍ତା କରିଥିଲି ଯେ କିଭଳି ଭାବରେ, ଯେହେତୁ ନରସିଂହ ଚତୁର୍ଦ୍ଦଶୀ ଥିଲା, ଆମେ କିଭଳି ଭାବରେ ଉପବାସ କରିପାରିବା ଆଉ ସେବା କରିପାରିବା ପାଇଁ ମଧ୍ୟ ଚିନ୍ତା କରିଥିଲି। କିନ୍ତୁ ବିଶେଷ କିଛି କାରଣ ଯୋଗୁଁ, ଯେହେତୁ ମୋ ଦେହ ବି କାଲି ଟିକେ ସୁସ୍ଥ ଲାଗିଲାନି, ତ ହଁ ଅଧିକ ସେବା ବି କିଛି କରିପାରିଲିନି। କିନ୍ତୁ ହଁ ଆମେ ନୃସିଂହ ଚତୁର୍ଦଶୀ କାଲି ଉପବାସ କରିଥିଲୁ। ଏବଂ ବିଶେଷ ଭାବରେ ଆମେ କାଲି ଯାଇଥିଲୁ, ଆମ ବେଶ ଥିଲା ଯୋଉଟା ଗୌର କୃପା ବେଶ ଅଛି, ତ ସେଠି ଯିବା ପରେ ଆମେ କାଳିନ୍ଦୀ ପ୍ରଭୁ, ମୁଁ ଯେମିତିକି ମଥୁରାଜ ପ୍ରଭୁ ମଧ୍ୟ ଏଠି ଉପସ୍ଥିତ ଥିଲେ ଏବଂ ଗୌରାଙ୍ଗ ପ୍ରଭୁ ମଧ୍ୟ ଥିଲେ। ତ ଆମେ ମାନେ ଯୋଉ 10 ଅବତାର ସ୍ତୋତ୍ର ରହିଲା ନୃସିଂହ ସେଟା ଗାନ କରିଥିଲୁ ଏବଂ ବହୁତ ସୁନ୍ଦର ଭାବରେ ପ୍ରଭୁଜୀ ଆଉ ଯୋଉ ଅନ୍ତର ପ୍ରଭୁଜୀ ମାନେ ବି ଅଛନ୍ତି, ସେମାନେ ଭାଗବତ ଅଧ୍ୟୟନ କରିଥିଲେ। ସପ୍ତମ ସ୍କନ୍ଦ, ଯୋଉଥିରେ କି ନୃସିଂହ ଦେବଙ୍କର ଆବିର୍ଭାବ ଏବଂ ପ୍ରହ୍ଲାଦ ମହାରାଜ ଯୋଉ ଇନଷ୍ଟ୍ରକ୍ସନ ସବୁ ଦେଇଛନ୍ତି ସେ ଲୀଳା ଉପରେ, ତ ସେଇ ଜିନିଷ ମଧ୍ୟ ଆମେ ଶ୍ରବଣ କରିଥିଲୁ। ଏବଂ ବିଶେଷ ଭାବରେ ଆମେ ପୁରାପୁରି ପ୍ରସ୍ତୁତ ହୋଇଯାଇଥିଲୁ ଯେ କିଭଳି ଭାବେ ଆମେ ଆଜିର ଯୋଉ ଫେଷ୍ଟିଭାଲ ଟି ଅଛି ବା ଅକେଜନ ଅଛି, ସେଇଟାକୁ କେମିତି ଆମେ ପାଳନ କରିବୁ। ତ ମନରେ ପୂର୍ଣ୍ଣ ଭାବରେ ପୁରା ଯେମିତି ନୃସିଂହ ମହାପ୍ରଭୁଙ୍କୁ ଦେଖି ତାଙ୍କର ଯୋଉ ରହିଲା ମହାଭିଷେକ କିଭଳି ଭାବେ ଆମେ କରିବୁ ସେ ଚିନ୍ତା କରିଥିଲୁ। ତ ତାପରେ ଆମେ ମନ୍ଦିର ମଧ୍ୟ ଯାଇଥିଲୁ। ଅବଶ୍ୟ କାଲି ଯେହେତୁ ଅତ୍ୟଧିକ ଖରା ମଧ୍ୟ ଥିଲା, ତ ସେଥିପାଇଁ ଶରୀର ବି ଟିକେ ଅସୁବିଧା ମଧ୍ୟ ହେଇଥିଲା, କିନ୍ତୁ ଠାକୁରଙ୍କୁ ପ୍ରେ କରି ଆମେ ଉପାସ ସେଟା କଣ୍ଟିନ୍ୟୁ କରିଥିଲୁ। ଏବଂ ମନ୍ଦିରରେ ପହଞ୍ଚିବା ପରେ ମଧ୍ୟ ବିଭିନ୍ନ କାର୍ଯ୍ୟ ସେଠି ସବୁ ସେବା ମଧ୍ୟ ଥିଲା। କିନ୍ତୁ ଯେହେତୁ ମୋ ଟିକେ ଶରୀର ସୁସ୍ଥ ଲାଗିନଥିଲା, ମୁଁ ସେବା କରିନଥିଲି। କିନ୍ତୁ ହଁ, ନାମାଚାର୍ୟ ପ୍ରଭୁଙ୍କର ଯେତେବେଳେ ଆରମ୍ଭ ହେଲା କଥା ନୃସିଂହ, ତ ସେଇଟା ଆମେ ଶ୍ରବଣ କରିବା ପାଇଁ ଯାଇଥିଲୁ। ତ ବିଶେଷ ଭାବେ ସେଇ ଜିନିଷଟା ଶ୍ରବଣ କଲୁ ଏବଂ ଶ୍ରବଣ ସମୟରେ ମନରେ ମଧ୍ୟ ସେଇ ଜିନିଷ ସେମ ଜିନିଷ ଉଠୁଥିଲା ଯେ ଯେମିତି ନାରାୟଣ ପ୍ରଭୁ କହୁଥିଲେ ଯେ କିଭଳି ଭାବରେ ଯୋଉ ପ୍ରହ୍ଲାଦ ମହାରାଜ ରହିଲେ, ସିଏ ଏତେ କଷ୍ଟ ପାଇ ମଧ୍ୟ ସିଏ ଭଗବାନଙ୍କ ନାମ ଜପ ଛାଡୁ ନଥିଲେ ଏବଂ ସେ ସର୍ବତ ଦେଖୁଥିଲେ ଭଗବାନଙ୍କୁ। ଯେତେବେଳେ ଆମେ ଭକ୍ତି ସ୍ତରରେ ଆସୁ, ଆମେ ସର୍ବତ ଭଗବାନଙ୍କର ଗୁଣ ଲୀଳା ଏସବୁ ଜିନିଷକୁ ଅନୁଭବ କରିପାରୁ, ମଧ୍ୟ ଦେଖିପାରୁ। କିନ୍ତୁ ଯେତେବେଳେ ଜଣେ ଭଗବାନଙ୍କ ଶରଣ ନଥାନ୍ତି, ସେମାନେ ସେଇ ଜିନିଷଟା ଏତେ ଆସ୍ୱାଦନ କରିପାରନ୍ତିନି କି ଦେଖି ପାରନ୍ତିନି। ତ ସେଇଭଳି ହିରଣ୍ୟକଶିପୁ ଯିଏ ଥିଲେ, ସେ ଯେହେତୁ ଆସୁରିକ ପ୍ରବୃତ୍ତିର ଥିଲେ, ସେ ଜିନିଷ ଏମିତି ଅନୁଧ୍ୟାନ କରିପାରୁନଥିଲେ। କିନ୍ତୁ ଯେହେତୁ ପ୍ରହ୍ଲାଦ ମହାରାଜ ଏତେ ସୁଦ ସ୍ତରରେ ଥିଲେ ଏବଂ ଭଗବାନଙ୍କ ନାମ ଗୁଣଗାନ କରୁଥିଲେ, ତ ସେ ତାଙ୍କୁ ଦେଖି ପାରୁଥିଲେ। ତ ସିଏ କେବଳ ତାଙ୍କ ପାଇଁ ହିଁ ଭାବନ୍ତୁ, ମାନେ ଭଗବାନ, ମୁଁ ଏଇ ଜିନିଷ ଶିଖିପାରିଲି କାଲିର ଯୋଉ କଥା ହଉଥିଲା, ମୁଁ ସେଇ ଲର୍ଣ୍ଣିଂ ପଏଣ୍ଟ ଗୁଡା ମୁଁ ନେଲି। ତ ମୁଁ ସେଇ ଜିନିଷଟା ହିଁ ସେୟାର କରିବାକୁ ଚାହୁଁଛି। ତ ଯେଭଳି ଭାବରେ ଭଗବାନ ସାମାନ୍ୟ, ମାନେ ଆମର ଯୋଉ କହନ୍ତି ନା, ମାନେ ଯେଭଳି ଆମର ପରମ ପିତା ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ସେଇଭଳି ପିଲା ଯେତେବେଳେ କଣ କରେ, ଯେତେବେଳେ ସିଏ କହେ ଯେ ମୋର ଏଇ ଜିନିଷଟା ଦରକାର, ବା ସେଇଭଳି ଭାବରେ ଆମେ ନର୍ମାଲି ଦେଖନ୍ତୁ ପ୍ରହ୍ଲାଦ ମହାରାଜ କହିଛନ୍ତି ଭଗବାନ ସର୍ବତ ଦେଖାଯାଆନ୍ତି। ତ ତାଙ୍କ ପିତା ପଚାରିଛନ୍ତି କୋଉଠି, ଏଇ ଖମ୍ବରେ ମଧ୍ୟ ଅଛନ୍ତି? ତ ସେ କହିଲେ ହଁ, ଏଇ ଖମ୍ବ ମଧ୍ୟରେ ଅଛନ୍ତି। ତ ତାଙ୍କର ସେ କଥାକୁ ପରିପୂର୍ଣ୍ଣ କରିବା ପାଇଁ, କାରଣ ସେ ଯେହେତୁ କହିଥିଲେ ଭଗବାନ ସର୍ବତ୍ର ଅଛନ୍ତି, ତ ସେ କଥାରେ ହିଁ ଏତେ ଶକ୍ତି ଥିଲା ବା ତାଙ୍କର ବିଶ୍ୱାସ ଏତେ ଅଗାଢ ଥିଲା ଯେ ଭଗବାନ ନରସିଂହ ଦେବ ସେଇଠୁ ବାହାରିଥିଲେ। ତ ସେଇଭଳି ଭାବରେ ମୁଁ ଚିନ୍ତା କଲି ଯେ ମାନେ ଭଗବାନ ଉପରେ ସେତିକି ଦୃଢ ବିଶ୍ୱାସ ଆମର ରହିବା ଉଚିତ। ଏମିତି ନାହିଁ ଯେ ଭକ୍ତି କରୁଛୁ ତ ଆଜି କିଛି ଗୋଟେ ଏମିତି ହେଇଗଲା, ଆମେ ଭଗବାନଙ୍କୁ ମାନେ ହଁ ଠିକ ଅଛି, ଆମେ ନିଜ ଉପରେ ବିଶ୍ୱାସ କରୁ ଯେ ନା ଆମେ ଏଇ ଜିନିଷଟା କରିପାରିବୁ, ଭଗବାନ ତ ଅଛନ୍ତି କିନ୍ତୁ ଆମେ ଏଇ ଜିନିଷ କରିଦବୁ ନା, ସେମିତି ହବା ଉଚିତ ନୁହେଁ। ଆମେ ପୂର୍ଣ୍ଣ ଭାବରେ ଭଗବାନ ଉପରେ ଶରଣାପନ୍ନ ହବା ଉଚିତ, ଯାହାଦ୍ୱାରା ଆମର ଭଗବାନ ଆଉ ଆମ ଭିତରେ ଟିକେ ସମ୍ପର୍କଟା ପୁରା ଷ୍ଟ୍ରଙ୍ଗ ହେଇକି ରହିପାରିବ, ଆଉ ଯାହା ଫଳରେ ଆମେ ଭଗବାନ ବା ଭକ୍ତି ମାର୍ଗରେ ଆଗକୁ ବଢିପାରିବା। ତ ମୁଁ ସେଇ ଜିନିଷଟା ବହୁତ ମାନେ ଗମ୍ଭୀର ଭାବରେ ମାନେ କାଲି ମାନେ ଅନୁଭବ କଲି ଯେ ଭଗବାନ ଉପରେ ଆମ ବିଶ୍ୱାସ ଟା ଆହୁରି ଆସିବାର ଅଛି। ଆମର ଏପର୍ଯ୍ୟନ୍ତ ସେଇ ଷ୍ଟେଜ ବା ସେଇ ଆ, ଆସିନି ସେ ଲେବୁଲ ଟା ଯେ ଆମେ ଏତେ ମାତ୍ରା, କାରଣ ଆମେ କିଛି ସମୟ ବେଳେ ବେଳେ କଣ ଆମେ ଭଗବାନଙ୍କୁ ବିଶ୍ୱାସ କରୁଛୁ, କିନ୍ତୁ ଏମିତି କି ସିଚୁଏସନ ହେଇଯାଉଛି ଆମେ ସେ ଜାଗାରେ ପାସ୍ କରି ଯାଉଛୁ। ତ ଆମେ ସେୟା ପ୍ରାର୍ଥନା କରିବା, ଆମର ଯିଏ ସିନିୟର ଭକ୍ତ ମାନେ ରହିଲେ ବା ଆମର ଯିଏ ଗାଇଡେନ୍ସ ଅଛନ୍ତି, ଆମେ ତାଙ୍କୁ ପ୍ରେ କରିବା ସେ ଆମକୁ କିଭଳି ସେଇ ଜିନିଷ ପ୍ରତି ଅଧିକ କନସିୟସ କରିବେ। ତ ଏଇଭଳି ଭାବରେ ତାପରେ ମଧ୍ୟ ଚନ୍ଦନ ସେବା ଥିଲା ଭଗବାନଙ୍କର। ଆମେ ଚାରିପଟ ଚତୁଃପାର୍ଶ୍ୱରେ ଭଗବାନଙ୍କୁ ଇଏ କଲା ପରେ ସେଠି ମଧ୍ୟ ଥିଲୁ, ଉପସ୍ଥିତ ଥିଲୁ। ତ ସେପଟେ ନରସିଂହଙ୍କର ବି ଚାଲିଲା ଆବିର୍ଭାବ ଉତ୍ସବ ଚାଲିଲା ଏବଂ ସେଥିରେ ବହୁତ ସୁନ୍ଦର ଭାବରେ ଯେତିକି ଆମ ବରିଷ୍ଠ ଭକ୍ତ ଅଛନ୍ତି ମନ୍ଦିରର ସମସ୍ତେ ଭଗବାନଙ୍କୁ ମହାଭିଷେକ କରିଲେ। ତ ବହୁତ ସୁନ୍ଦର ଲାଗିଲା, କାରଣ ଆପଣ ଜାଣିଥିବେ ଇସ୍କନ ରେ ପ୍ରାୟତଃ ଯିଏ ନୂଆ ଡିଭୋଟି ଆସିଥିବେ ସିଏ କହନ୍ତି ନରସିଂହ ଦେବ
କୁ ରଖି ନାହାନ୍ତି, କିନ୍ତୁ ଦେଖିବେ ଆପଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାଙ୍କ ସାମ୍ନାରେ ହିଁ ରଖା ହେଇଛି। ତ ଯେହେତୁ ଟିକେ ଛୋଟ ସାଇଜରେ ଅଛନ୍ତି ତାଙ୍କ ବିଗ୍ରହ, ତ ମାନେ ନର୍ମାଲି ସମସ୍ତେ ଏତେ ଦେଖି ପାରନ୍ତିନି, କିନ୍ତୁ ଯେତେବେଳେ ଆମେ ବହୁତ କ୍ଲୋଜ ରେ ଭଗବାନଙ୍କୁ ଜଗନ୍ନାଥଙ୍କୁ ଲକ୍ଷ୍ୟ କରିବା ତାଙ୍କ ତଳେ ହିଁ ନରସିଂହ ଦେବ ଥିବେ। ତ ନରସିଂହ ଦେଖିବେ ଏତିକି ଛୋଟ ମାନେ ଦେଖାଯାନ୍ତି, ତ ଆମକୁ ଖାଲି ଆକ୍ଚୁଆଲି ଠିକ ରେ ଦେଖା ବି ଯାଉନଥାଏ। କିନ୍ତୁ ଯେତେବେଳେ ଆମେ ଗମ୍ଭୀର ସହକାରେ ପୁରା ଦେଖିବାକୁ ଚେଷ୍ଟା କରୁଥିଲୁ, ତ ସେତେବେଳେ ଅଭିଷେକ ସମୟରେ ମୋ ମନେ ଅଛି, ତ ଯେହେତୁ ତାଙ୍କୁ ଏମିତି ଚନ୍ଦନ ବି ଲଗା ହେଇଥାଏ, ଚନ୍ଦନ କାଳିଆ ହେଇଥିଲା, କିନ୍ତୁ ସେଇ ସମୟରେ ଏମିତି ନରସିଂହ ଦେବଙ୍କର ଯୋଉ ଏମିତି ଯୋଉ ଚତୁର୍ଭୁଜ ଟାଇପ ର ତାଙ୍କର ଗୋଟେ ହାତରେ ଶଙ୍ଖ ଆଉ ଇଏ ଧରିଥିଲେ, ତ ସେଇ ଜିନିଷ ମୁଁ ଟିକେ ଟିକେ ଲକ୍ଷ୍ୟ କରିପାରିଥାଏ ଯେହେତୁ ପଛରେ ଥାଏ। ବହୁତ ସୁନ୍ଦର ଲାଗିଲା ଅଭିଷେକ ଟା। ଆଉ ବିଶେଷ କରି ସମସ୍ତେ ମଧ୍ୟ ମହାଭିଷେକରେ ଭଗବାନଙ୍କର ଜିନିଷ ଦେଖିବା ଉଚିତ। ମୁଁ ଆଉ ଅଧିକ ସମୟ ନେବିନି, କାରଣ ସମୟ ବି ସୀମିତ ଅଛି ପ୍ରଭୁଙ୍କ କହିବା ଅନୁସାରେ। ସମସ୍ତେ ବି ଆମ ସେସନ ସାରିବାର ଅଛି। ଠିକ ଅଛି, ହରେ କୃଷ୍ଣ। କୃଷ୍ଣ କହୁଛି। କୃଷ୍ଣ ପ୍ରଭୁ ଆମ ଆଖପାଖରେ ତ ସେମିତି ଇସ୍କନର ମାନେ ସେଣ୍ଟର ଅଛି, ମନ୍ଦିର ମନ୍ଦିର ହେଇନି ପର୍ଯ୍ୟନ୍ତ। ସେଠାରେ ଖାଲି ନିତାଇ ଗୌରଙ୍କର ବିଗ୍ରହ ଅଛି, ତ ସେଠାରେ ହୋଇନଥିଲା। ତ ଆମର ଯେମିତି ଘରେ ବିଗ୍ରହ ଅଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ରାଧାକୃଷ୍ଣ ଯେମିତି ଅଛନ୍ତି, ତ ଚନ୍ଦନ ଯାତ୍ରା ଯେମିତି ହୁଏ ସବୁଦିନ ଏବେ 21 ଦିନ ପର୍ଯ୍ୟନ୍ତ ସେଠି ଚନ୍ଦନ ଯାତ୍ରା କରେ। ଆଉ 21 ଦିନରେ 21 ପ୍ରକାର ବେଶ କରେ। ତ କାଲି ତ ନୃସିଂହଙ୍କର ବେଶ କରିଦେଲି। ପିକ୍ଚର ସେୟାର କରିପାରିବେ କି ପ୍ରଭୁ? ହଁ ସିଓର ସିଓର। ତୁମକୁ ସେଟା ଫାଷ୍ଟ ବନେଇଲେ ସେୟାର କରିପାରିବେ। ହଁ ସେୟାର କର। ଦର୍ଶନ କରିବା ଜଗନ୍ନାଥ। ବୁଝିଲେ କି ପ୍ରଭୁ? ହଁ ହରି ବୋଲ ହରି ବୋଲ। ହଁ ବହୁତ ସୁନ୍ଦର। ସେ ଜଗନ୍ନାଥଙ୍କୁ ସଜେଇଛନ୍ତି ନା ସୁଭଦ୍ରାଙ୍କୁ ସଜେଇ ଦେଇଛି? ନାଇଁ ପ୍ରଭୁ, ଏଇଟା କୃଷ୍ଣଙ୍କର। ସେ ଚନ୍ଦନ ଯାତ୍ରା ପାଇଁ ଏଇ ବିଗ୍ରହ ଗୁଡାକୁ ବ୍ୟବହାର କରେ ସେମାନେ। ଆଚ୍ଛା, ବିଗ୍ରହଙ୍କ ସେବା କରନ୍ତି। ହଁ। ଓକେ, ବହୁତ ସୁନ୍ଦର ଅଛନ୍ତି। ତ ତୁମେ କୃଷ୍ଣଙ୍କୁ ନୃସିଂହ ବନେଇ ଦେଇଛ ନାଇଁ? ଆଜ୍ଞା ପ୍ରଭୁ। ଓକେ, ଯାହା ହଉ ବହୁତ ସୁନ୍ଦର ସେବା। ହିରଣ୍ୟକଶିପୁକୁ ସେ ୟଜ୍ଞ ନରସିଂହ ବନେଇଥିଲେ। ଆଚ୍ଛା, ସେଥିପାଇଁ ଓକେ, ବହୁତ ଧନ୍ୟବାଦ। ଆଉ ସେମିତି ଆଉ ଗୋଟେ ଜିନିଷ ଲକ୍ଷ୍ୟ କଲି କି ଯେମିତି ସେ ଆମେ ଭୌତିକ କାର୍ଯ୍ୟ କରିଲେ ଆମର ମାଇଣ୍ଡ ଇଆଡେ ସିଆଡେ ଯିବ, ଭୌତିକ ଜିନିଷ ପ୍ରତି ଆଟ୍ରାକ୍ଟ ହବ। କିନ୍ତୁ ସେବା କରିଲେ ଆମର ଅଟୋମେଟିକାଲି ଭୌତିକ ଜିନିଷ ପ୍ରତି ଆକର୍ଷଣ କମି କମିଯିବ। ଆଉ ମାନେ କୃଷ୍ଣଙ୍କ ପ୍ରତି ଆକର୍ଷଣ ବଢି ହେଇଯିବ। ଆଉ ଭୌତିକ ଜିନିଷ ସେମିତି ରହିବନି। ଆଉ ଭୌତିକ ଚିନ୍ତାଧାରା ମନରେ ଆସିପାରିବନି। ସେଟା ଆଉ ପ୍ରହ୍ଲାଦ ମହାରାଜଙ୍କର ସେଇ କଥାଟା କି ସାଙ୍ଗ ପରିସ୍ଥିତି ଏତେ ଇଏ ଥିଲା, ଖରାପ ଥିଲା, କିନ୍ତୁ ଫିର ଆଉ ବହୁତ ମାନେ ଅସୁର ପ୍ରବୃତ୍ତିର ଲୋକ ତାଙ୍କ ଚାରିପଟେ ଥିଲେ, କିନ୍ତୁ ସେ ଭକ୍ତି ଛାଡି ନଥିଲେ। ଆଉ ଭକ୍ତିକୁ ମାନେ ଅନ୍ୟମାନଙ୍କୁ କିଛି ନ କହି ନିଜର ଭକ୍ତି କେମିତି ଇମ୍ପ୍ରୁଭ କରିଥିଲେ, ସେଇଟା ଭଲ ଭାବରେ ବୁଝିଲି ଆଉ ନିଜ ଲାଇଫରେ ଆପ୍ଲାଏ କରିବାକୁ। ସେଠି ବହୁତ ଭଲ ଅନୁଭବ ଅଛି କି ଭଗବାନଙ୍କ ସେବା କଲେ ଭୌତିକ ଜିନିଷରେ ଆମେ ଲିପ୍ତ ହେଇକି ରହୁଛନ୍ତି, ଆଟଲିଷ୍ଟ ସେଥିରୁ ଆମେ ମୁକ୍ତ ହେଇପାରିବା। ନେକ୍ସଟ ଡେ हरे कृष्ण प्रभु जी। ହଁ କୁହ। हरे कृष्ण प्रभु ଦଣ୍ଡବତ ରହୁଛି। ମୁଁ ତ ଭଉଣୀର ମ୍ୟାରେଜ ଥିଲା, ସେଥିପାଇଁ ପୁରା ବ୍ୟସ୍ତ ଥିଲି, ଘରକୁ ପଳେଇଥିଲି। ଆଉ ସେଥିପାଇଁ ପୁରା ଟାୟାର୍ଡ ହେଇକି ଥିଲି। ଆଜି ଭାବୁଥିଲି ଆଜି ତାମାନେ ନରସିଂହ ଚତୁର୍ଦ୍ଦଶୀ ଦିନ ଭାବୁଥିଲି କି ମୁଁ ଘରେ ରହିଯାଇଥାନ୍ତି, କିନ୍ତୁ ତା ପୂର୍ବ ଦିନ ଗୋଟେ ଲେକ୍ଚରରେ ଶୁଣିଥିଲି କି ତାମାନେ ଯେତେବେଳେ ପ୍ରହ୍ଲାଦ ମହାରାଜ ଯେତେବେଳେ ସବୁ କିଛି ହିରଣ୍ୟକଶ୍ୟପକୁ ନୃସିଂହଦେବ ମାରିକି ତାପରେ ଯାଇଥିଲେ ଗୋଟେ ବିଶ୍ରାମ କରିବାକୁ, ଗୋଟେ ନଦୀଟେ ଅଛି ସେଇଠି ବିଶ୍ରାମ କରୁଥିଲେ। ତାପରେ ପ୍ରହ୍ଲାଦ ମହାରାଜ ତାଙ୍କ ସେବା କରିବାକୁ ଚେଷ୍ଟା କରିଥିଲେ, ସେବା କରିବାକୁ ଇଚ୍ଛା କରିଥିଲେ। ସେଇଥିପାଇଁ ତାକୁ ଆଣିକି ଗୁଡର ପଣା କରିକି ସରବତ କରିକି ଦେଇଥିଲା। ଆଉ ଆମ୍ବର ଏଇ ସିଜନ ଟା ଆମ୍ବ ସିଜନ ଟା ବୋଲି ସେଥିପାଇଁ ଆମ୍ବର ଗୋଟେ ପଣା ଜୁସ୍ କରିକି ଦେଇଥିଲେ। ତାପରେ ମୁଁ ଗୋଟେ ଜିନିଷ ଭାବିଲି କି ମାନେ ମୁଁ ତ ଏଠି ଯେ କିଛି ତା ମାନେ ଭଗବାନଙ୍କର କିଛି ସେବାର କରିବାର କିଛି ଯୋଗ୍ୟତା ନାହିଁ। ସେବା କରୁଛନ୍ତି, କିନ୍ତୁ ସେବାର ଗୋଟେ ଭାବୁଛନ୍ତି କି ଆମ ମନ୍ଦିରରେ ଏମିତି ଗୋଟେ ଥାଏ କି କିଛି ସେବା କରୁଥିବା ଟାଇମ ରେ ଫଟୋ ଉଠାନ୍ତି। କ୍ୟାମେରାରେ ଫଟୋ ଉଠାନ୍ତି। ସେ ମୋ ମେଣ୍ଟାଲିଟି ଗୋଟେ ଥାଏ କି ମୁଁ ସେବା କରୁଛି, ମୋର କିଏ ଫଟୋ ଉଠାଅ। ହେଲା, ମୁଁ ସେଇ ଜିନିଷ ଟା ସେଠି ରିୟଲାଇଜ
କଲି କି ତାମାନେ ମୁଁ ଏଇଥିପାଇଁ ହିଁ ସେବା କରେ, କିଛି ବି ତାମାନେ ନାହିଁ। ଆଉ ଏଠି ଘର ଲୋକ ବାଧ୍ୟ କଲେ କି ନା ତୁ ରହିଯା, ତାପର ଦିନ ଏଇଠି ଓଷା କରିବୁ ଆଉ କାହିଁ ମନ୍ଦିର ଯିବୁ ଆଉ। ନା ମୁଁ ସେଇଟା ବାଧ୍ୟ କରିକି ମୁଁ କହିଲି ନା 4-5 ଦିନ ରହିଗଲିଣି, ଖାଲି ଗୋଟେ କାମ ଚଳା 16 ରାଉଣ୍ଡ ହଉଛି କିନ୍ତୁ କିଛି ବି ତାମାନେ ରିଏଲାଇଜ ହେଇପାରୁନି, ଭଗବାନଙ୍କୁ ଏଇଠି ହେଇପାରୁନି। ଆଉ ସେଥିପାଇଁ ସକାଳୁ ବାହାରି ଆସିଲି, ଦେଇକି ମନ୍ଦିରକୁ ପଳେଇଲି। ମନ୍ଦିରକୁ ପଳେଇକି ଯେତେବେଳେ ଭଗବାନଙ୍କୁ ଯେତେବେଳେ ଦର୍ଶନ କଲି, ମତେ ରିଅଲାଇଜ ହେଲା କି ମାନେ ଭଗବାନ କେବଳ ନୃସିଂହ ଅବତାର ହେଇଛନ୍ତି ମୋ ପାଇଁ, ଆଉ ମତେ ମାରିବା ପାଇଁ। ମୋର ଯୋଉ ଭଳିଆ ସବୁ ଯେତିକି ପ୍ରବୃତ୍ତି ସବୁ ଅଛି, ଖରାପ ପ୍ରବୃତ୍ତି, ମତେ ରିଅଲାଇଜ ହେଲା କି ମତେ ହିଁ ତାମାନେ ମାରିବା ପାଇଁ ହେଇଯାଇଛି। ମତେ ଭୟ ଲାଗିଲା ପୁରା ଭଗବାନଙ୍କର ତାମାନେ ରୂପ ଦେଖିକି। ଆଉ ତାପରେ ଅମୃତେଶ ପ୍ରଭୁଙ୍କ ସହିତ ମିଟ କଲେ, ତ ଅମୃତେଶ ପ୍ରଭୁ ବହୁତ ସାରା ତା ପୂର୍ବ ଦିନ ମେସେଜ କରିଥିଲେ କି ଆସିବା ପାଇଁ, ଏମିତି ସେବା ଅଛି ବୋଲି। ତାପରେ ପ୍ରଭୁଜୀଙ୍କ ସହିତ ମିଟ ହେଲା ପରେ ବହୁତ ସାରା ସେବା ବି ମିଳିଲା। ତାପରେ ମୁଁ ଭାବିଲି ଗୁରୁ କୃଷ୍ଣଙ୍କର ଯଦି କୃପା ନଥିବ ତ ଆମେ ତ ସେବାର କୌଣସି ଯୋଗ୍ୟତା ନାହିଁ। ଗୁରୁ କୃଷ୍ଣଙ୍କର କୃପାରୁ ହିଁ ସେବା ମିଳୁଛି, କିନ୍ତୁ ଆମର ସେବା ପ୍ରଭୃତିର କୌଣସି ମେଣ୍ଟାଲିଟି ନାହିଁ। ମେଟାଲିଷ୍ଟିକ ଡିଜାୟାର ସବୁ ରହୁଛି, ବାସ୍ ଖାଲି କଣ ଆତ୍ମ ପ୍ରୀତିବାଂଛା ପାଇବା ଅର୍ଥରେ ଆମେ ସେବା କରୁଛନ୍ତି, ସେବାର ମୋଟିଭ ନାହିଁ। କିନ୍ତୁ ଯେହେତୁ ଭଗବାନଙ୍କର କୃପାରୁ ସେବା ମିଳିଲା, ତାମାନେ ଯେତେବେଳେ ଗଲି ସେବା କରିବାକୁ, ତାପରେ ଗୋଟେ ମେଣ୍ଟାଲିଟି, ତା ପୂର୍ବ ଦିନ ଗୋଟେ ଲେକ୍ଚର ଶୁଣିଥିଲି, ଅମରେନ୍ଦ୍ର ପ୍ରଭୁଙ୍କର ଗୋଟେ ଲେକ୍ଚର ଶୁଣିଥିଲି। ସେଇଟାର ଅମରେନ୍ଦ୍ର ପ୍ରଭୁ କହୁଛନ୍ତି ସେବା କାହାକୁ କହିବା, ସେବା ଆମେ ଯଦି ଭଗବାନଙ୍କ ପ୍ରୀତ୍ୟାର୍ଥରେ କରିବା ସେଇଟା ହଉଛି ପ୍ରକୃତ ସେବା। କିନ୍ତୁ ଆମେ ଭାବୁଛନ୍ତି କଣ ନା ମୋର କିଏ ତାମାନେ ଆମର କିଏ କ୍ୟାମେରାରେ ଫଟୋ ଉଠେଇ ଦଉ, ନହେଲେ କିଏ ଗୋଟେ କହିଦଉ କି ପ୍ରଭୁ ବହୁତ ସେବା କରିଦେଲେ, ସେଇ ଜିନିଷ ପାଇଁ ଆମେ ସେବା କରୁଛନ୍ତି। ମତେ ଅବଶ୍ୟ ଏପଟେ 3-4 ଦିନ ପେନ୍ ହଉଥିଲା ବଡି, କିନ୍ତୁ ମୁଁ ସେଇ ଜିନିଷଟା ଲେକ୍ଚରଟା ଶୁଣିଥିଲି, ମତେ ଲାଗିଲା କି ନା ଯାହା ତ ପାପ କରିଛି କରିଛି, ତ ଯାହାହେଲେ ବି ବଡି କେବେ ରେଷ୍ଟ ଦବାର ନାହିଁ। ଆଟଲିଷ୍ଟ ଭଗବାନଙ୍କର ଏମିତି ସବୁ ଆବିର୍ଭାବ ଗୁଡାକରେ, ଆଉ ବୈଷ୍ଣବ ମାନଙ୍କର ଆବିର୍ଭାବ ସେବା ନିହାତି କରିବା ଆବଶ୍ୟକ। କାହିଁକିନା ସେଇ ସେବା ଦ୍ଵାରା ହିଁ ଆମର ଯେତିକି ସବୁ ଆମର ଇନ୍ଦ୍ରିୟ ମାନ ସବୁ ଅସଂଯତ ଅବସ୍ଥାରେ ଅଛନ୍ତି, ତାକୁ ଆମେ ସଂଯତ କରିପାରିବା। ସେ ସେବାରେ ପୁରା ଦିନମାନ ଯାକ ସେବାରେ ରହିଲି। ତାପରେ ନିର୍ଜଳା କରିଥିଲି ସେଦିନ, ତାପରେ ମତେ ଫିଲ୍ ହେଲା କି ଆଉ ନିର୍ଜଳା କରିପାରିବିନି, ଆଉ ପୁରା ବଡି ପୁରା ୱିକ୍ ହେଇଗଲା। ତାପରେ ସଞ୍ଜୟ ପ୍ରଭୁଙ୍କ ସହିତ ପ୍ରସାଦ ପାଇବାକୁ ଯାଇଥିଲି, ଲାଇନ ରେ ଛିଡା ହେଇଥିଲି, ପୁଣି କାହ୍ନୁ ପ୍ରଭୁ ଆସିକି କହିଲେ କି ସେବା ଅଛି, ଗେଷ୍ଟ ମାନଙ୍କୁ ସେବା ଅଛି, ଯାଅ ତମେ। ସେଠି ଆସିକି ଗଲା ବେଳକୁ ଲାଷ୍ଟ ବେଳକୁ ଆଉ ପ୍ରସାଦ ପାଇପାରିଲେନି, ଦିନମାନ ଯାକ ପୁରା ଗଲା। ତାପରେ ରୁମକୁୁ ପଳେଇ ଆସିଲି, ଯେ ରୁମକୁ ଆସିଲା ବେଳକୁ ଏଠି ମଠରେ ହେଇଥିଲା ପ୍ରସାଦ ହେଇଥିଲା, ପ୍ରସାଦ ତ ସରିଯାଇଥିଲା, ପଣା ରଖିଥିଲେ, ପଣା ପିଇକି ରାତିରେ ଶୋଇଲି। ବହୁତ ସାରା ରିଏଲାଇଜେସନ କାଲି ହେଲା, ଯୋଉଟା କି ନିଜକୁ ବି ରିଏଲାଇଜ ହେଲା କି ତାମାନେ ମୁଁ କେତେ ବଡ ଅଧମ। ପ୍ରହ୍ଲାଦ ମହାରାଜ ତ ଛୋଟ ବେଳୁ ବାଳୁତ ସମୟରୁ ସେ ଭକ୍ତି କରିଥିଲେ, ଆଉ ଯାହାକୁ ଦେଖିଥିଲେ କୃଷ୍ଣଙ୍କର ଉପଦେଶ ଦଉଥିଲେ। କିନ୍ତୁ ଆମର କୌଣସି କିଛି ଆଜି ପର୍ଯ୍ୟନ୍ତ 23-24 ବର୍ଷ ଆମେ ପୁରା ୱେଷ୍ଟ କରିଦେଇଛୁ। ଆଉ ତାପରେ ବି ଆମର ରିଏଲାଇଜେସନ ହଉନି କି ଆମେ ଭଗବାନଙ୍କୁ କେମିତି ପ୍ରାର୍ଥୀ କରିବା, ଭଗବାନଙ୍କର ଭକ୍ତି କେମିତି କରିବା। ଏତେ ସରଳ ଉପାୟରେ ମହାପ୍ରଭୁ କହିକି ଯାଇଥିଲେ, ତଥାପି ସେତିକି ବି ଆମର ଭକ୍ତିରେ ରୁଚି ରହୁନା। ମୁଁ କାଲି ସେଇ ନିଷ୍ପତ୍ତି ନେଇ ଭକ୍ତି କେମିତି ଷ୍ଟ୍ରଙ୍ଗଲି କରିବି, ଆଉ ଗୁରୁ ଆଚାର୍ଯ୍ୟ ମାନଙ୍କର ଇନଷ୍ଟ୍ରକ୍ସନକୁ ମାନିକି ଆଗକୁ ବଢିବି। ହଉ, ଧନ୍ୟବାଦ। ସେ ନିଷ୍ପତ୍ତିରେ ଅଟଳ ରହିବାର ଅଛି। ସେବା ସେବା କରିବା ଆଉ ସେବାର ମନୋଭାବକୁ ଠିକ ସେ ବଜାୟ ରଖିବା ବହୁତ ଜରୁରୀ ଅଛି। ସେବା କଲେ ଆମେ ପ୍ରାକ୍ଟିକାଲି ଅନୁଭବ କରିପାରିବା ଯେ ଆଉ କଣ କଣ ଅନୁଷ୍ଠାନକୁ ମୁଖ୍ୟରେ ଅଛି, ତାକୁ ନେକ୍ସଟ 3 ଜଣ ଗଲେ ସରୋଜିନୀ ମାତା ହିଁ 5 ମିନିଟ ରହିବାର ଅଛି। ଆଜ୍ଞା ପ୍ରଭୁ, ହରେ କୃଷ୍ଣ ପ୍ରଭୁ। ପ୍ରଭୁ ରିଏଲାଇଜେସନ ତ ବହୁତ ଅଛି ନୃସିଂହ ଚତୁର୍ଦଶୀରେ, କାହିଁକି ନା ଆମେ ପୂର୍ବ ଦିନ ରୁମ ସିଫ୍ଟ ହେଇଥିଲୁ, ସେଇଥିପାଇଁ ବହୁତ ୱିକ୍ ହେଇଯାଇଥିଲୁ ସେଦିନ। ମାନେ ଏତେ ୱିକ୍ ହେଇସାରିଲା ପରେ ବି ଆମ ମାନେ କହିବାକୁ ଗଲେ ଆମ ବଡିରେ ନୃସିଂହ ଗୋଟେ ମାନେ ପାୱାର ପ୍ଲସ୍ କଲା ଭଳିଆ ପଡିଯାଇଥିଲା। ପୁଣି ଥରେ ଯେ ହଉଛି ପୁଣି ମନ୍ଦିରକୁ ଯିବା, ଯାଇକି ତାଙ୍କ ପାଇଁ ହଉଛି ମାନେ ଫ୍ଲାୱାର ଗାର୍ଲାଣ୍ଡ ଆମେ ଫାଷ୍ଟ କରିଥିଲୁ। ତାପରେ ମାନେ ଏଠି ଅଲଗା ମାତା ଯିଏ ଥାନ୍ତି, ସେମାନେ କରିଥାନ୍ତି ଡ୍ରାଇ ଫ୍ରୁଟସ ର ମାଳି, କିନ୍ତୁ ଆମକୁ ସେଦିନ ହଉଛି ଯୋଉ ବ୍ରହ୍ମଚାରୀ ପ୍ରଭୁ ଥିଲେ ସେ ଦେଇଥିଲେ। ତାପରେ ଆମକୁ ଏତେ ଭଲସେ ବି ମାଳି କରି ଆସେନି, ଫିର ବି ଆମେ କରୁଥିଲୁ, ହାତରେ ଛୁଞ୍ଚି ଫୋଡି ହଉଥାଏ, ହଉଛି ଏମିତିକା ହଉଥାଏ। ତାପରେ ଧୀରେ ଧୀରେ ଏମିତି କଲୁ,
କରିସାରିଲା ପରେ ଏମିତି 5-6ଟା ମାଳ କରିସାରିଲୁ। ତାପରେ ନିର୍ଜଳା ବି କରିଥିଲୁ। ଆମକୁ ସେଇଦିନ ବହୁତ ଶୋଷ ଲାଗୁଥାଏ, ଏମିତି ପାଣି ପିଉନଥାଉ କିନ୍ତୁ ସେଇଦିନ ହିଁ ବେଶୀ ଶୋଷ ଲାଗୁଥାଏ। ତାପରେ ଧୀରେ ଧୀରେ ଠିକ ହେଇଗଲା। ତାପରେ ପୁଣି ରୁମକୁ ଆସିକି ଟିକେ ରେଷ୍ଟ ନେଇକି ପୁଣି କଥା ଶୁଣିବା ପାଇଁ ପଳେଇ ଯାଇଥିଲୁ। ଅଭିଷେକ ଦେଖିଲେ, ଅଭିଷେକରେ ଆମକୁ ଅଭିଷେକ ଭଗବାନ ଦେଖା ହିଁ ହଉନଥିଲେ ସେଠି, ମାନେ ଏତେ ଆଗରେ ଜଣେ ପ୍ରଭୁ ଆମର ମାନେ ଇଏ କରୁଥିଲେ। ତାପରେ ଧୀରେ 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 ଦେଖିଲୁ। ତାପରେ ଯେତେବେଳେ ସେ ଆମ ମାଳି ପିନ୍ଧିଲେ, ଯେତେବେଳେ ଆମେ ଯୋଉଟା ତିଆରି କରିଥିଲୁ, ସେତେବେଳେ ମାନେ ଗୋଟେ ମାନେ କଣ ନା ପରମାନନ୍ଦ ଲାଭ କଲା ଭଳିଆ ଆମକୁ ଲାଗିଲା ଯେ ଆମେ କିଛି ଆମ ଜୀବନରେ ଆଚିଭ କରିଛୁ, ଯେ ଭଗବାନଙ୍କ ପାଇଁ କରିଛୁ। ତାପରେ ପୁଣି ସେତେବେଳକୁ ବଡି ପୁରା ୱିକ୍ ହେଇ ସାରିଲାଣି, ମାନେ ମାନେ କଣ ମାନେ ଇଏ ଦେଲା ପରେ ତାପରେ ପୁଣି ହଉଛି ତାଙ୍କ ଅଭିଷେକ ସରିଲା। ଅଭିଷେକ ପରେ କଥା ହେଲା, ତାପରେ ଆମେ ପ୍ରସାଦ ପାଇଲୁ, ମାନେ ପ୍ରସନ୍ନ ଚଣାମୃତ ପାଇସାରିଲା ପରେ ପୁଣି ଆମେ ମାନେ ଯୋଉ ତାଙ୍କର ଯୋଉ ମାନେ କଣ ଭଗବାନଙ୍କର ବାସନ ଥିଲା ତାକୁ ସବୁ କ୍ଲିନ କଲୁ। କ୍ଲିନ କରିସାରିକି ତାପରେ ଚାଲି ଆସିଲୁ। ଯେ ଏମିତି ଗୋଟେ ରିଏଲାଇଜେସନ ହେଲା ଯେ ମାନେ ତୁମେ ଯେତେ ବି କାହିଁକି ନା କରିଥାଉ ନା ଉପାସ, ଏକା ଯେତେ ବି ତମ ଭିତରେ ତୁମେ ଯେତେ ୱିକ୍ ହେଇଯାଉ ନା କାହିଁକି, ତୁମେ ଯେତେବେଳେ ତମ ସୁପ୍ରିମ ଫାଦରଙ୍କୁ ସାମ୍ନାରେ ଦେଖୁଛ, ଯେତେବେଳେ ତୁମେ ମାନେ ହଉଛି ମାନେ ତୁମର ଯୋଉ ଅଲଟିମେଟ ଗୋଲ ସେଇଟାକୁ ଜାଣିପାରୁଛ, ଦେଖୁଛ, ସେତେବେଳେ ତମ ଭିତରେ ନା ସେ ପାୱାର ପ୍ଲସ ଟା ପଡିଯାଏ ଯେ ତୁମେ ପୁଣି ଥରେ ଏନର୍ଜି ଫିଲ୍ କର। ସେଇଟା ରିଏଲାଇଜ ହେଲା। ହରେ କୃଷ୍ଣ। हरे बोल। हरे बोल, এটা বন্ধ হবে। हरे कृष्ण। नेक्स्ट आनंद प्रभु। विष्णु प्रभु दंडवत प्रणाम। नमो विष्णु पादे कृष्ण पृष्ठाय भूतले श्रीमद् भक्ति वेदांत स्वामी नामिने नमस्ते सरस्वती देवी गौरवाणी प्रचारिणे निर्विशेष आदिपस्य विस्तारिणे जय नृसिंह भगवान की जय। सर्वप्रथम तो मैं कहबी जिते नृसिंह देवकर आदि जन्म पालन करा प्रथम प्रयास करे मैंने जलपान कर भाभी जलपान कर उपवास किंतु हरे कृष्ण प्रभु, वॉइस क्लियर होनी प्रभु। हरे कृष्ण प्रभु सुमिला में हरे कृष्ण सुबह जाउची प्रभु डबलिंग होउची, साउंड डबलिंग होउची। ठीक है। कृष्ण। हरे कृष्ण हाँ सुबह गला क्लियर अच्छे, क्लियर अच्छे हाँ कहली जे जिते मु उपवास करे निर्जला करे नहीं माने जलपान करती ता सहित मु उपवास करे जो प्रथम थर महाप्रभुଙ୍କର आविर्भाव दिन करती सेकंड टाइम मु नृसिंह चतुर्दशी रे करी କାହିଁକିନା ମୋର ଏତେ ଇଚ୍ଛା ନଥାଏ ହଁ ଏତେ ଏମିତି କଣ ଉପବାସ ଏତେ କରିବା ଆମେ ତ ସେବା କରୁଛନ୍ତି ଆଉ ସେବା କଲେ ଉପବାସରେ ବଳ କୋଉଠି ଆସିବ ସେମିତି ନିର୍ଜଳା କଲେ କିନ୍ତୁ ପ୍ରଭୁ କହିଲେ ମତେ ପ୍ରଭୁ କହିଲେ ଯଦି ଆମେ ଯେତେ ନିଷ୍ଠା ସହକାରେ ସେବା ମାନେ ଉପବାସ ଟା କରିବା ଆମ ହୃଦୟରେ ବା ମାନସିକ ଯୋଉ ଅନର୍ଥ ଥିବ ଆମେ ସେତେବେଳେ ଜାଣିପାରିବା ଯେମିତି ଉଦାହରଣ ସ୍ୱରୂପ ଆମେ ଏତେ କଣ ପେଟରେ ଦାନାଟା ମାନେ ପ୍ରସାଦଟା ରହିଲେ ଆମକୁ ମାନେ ଭୋକ ଲାଗୁନଥିବ ଆମେ କିଛି ଜାଣିପାରିବାନି କିନ୍ତୁ ଯେତେବେଳେ ଆମକୁ ପୁରା ଭୋକ ଜୋର ଲାଗିବ ସେତେବେଳେ ଆମକୁ ପୁରା ମାନେ ଜଳପାନ କରିବାନି ଆମେ ପୁରା ମାନେ ତଣ୍ଟିଟା ଶୁଖିଯିବ ସେତେବେଳେ ଆମ ରାଗ କାମ କ୍ରୋଧ ଗୁଡାକ ଆମ ଶରୀରରେ ପୁରା ଜର୍ଜରିତ ହବ ଆମେ ଜାଣିପାରିବା ସେତେବେଳେ ଆମେ ଜାଣିବା ଆମ ମନରେ ଆମ ଶରୀରରେ ସେଇଟା ଆମ ଜିନିଷଟା ଅଛି ବୋଲି ଆମେ ଆଉ ତାକୁ କେମିତି କଣ୍ଟ୍ରୋଲ କରିବା ପ୍ରଥମେ ସେଦିନ ନୃସିଂହ ଚତୁର୍ଦଶୀ ଦିନ ମୁଁ ଏଇଟା ପୁରା ଅନୁଭବ କଲି ଏବଂ ଜାଣିଲି ଜିନିଷ ଆମ ଶରୀରରେ ଏମିତି ଅଛି ତାପରେ ମହାଭୁଜ ପ୍ରଭୁଙ୍କ ମାନେ ଖଣ୍ଡରେ ଭଗବାନଙ୍କର ପୂଜାରୀ ସେବା ଏବଂ ଭଗବାନଙ୍କର ବିଗ୍ରହ ଆଉ ଭଗବାନଙ୍କର ଯୋଉ ତାଙ୍କର ଯୋଉ ବିଗ୍ରହ ପାଇଁ ଯୋଉ ବିଭିନ୍ନ ଫଳ କଟା ହଉ ବିଭିନ୍ନ ଭଗବାନଙ୍କର ଯୋଉ ଥାଳି ଭଗବାନଙ୍କର ପ୍ରସାଦ ଯିବ ତାକୁ ଉଠେଇବା ଆଉ ବିଭିନ୍ନ ପ୍ରକାର ମାନେ ଭଗବାନଙ୍କର ପାଖାପାଖି ସେବା କଲି ବହୁତ ଭଲ ଲାଗିଲା ତାପରେ ତାପରେ ଆଉ ଗୋଟେ ମଝିରେ ମୁଁ ଛାଡିଦେଲି ମାନେ ଅଭିଷେକ ପୂର୍ବରୁ ଆମେ ଆମ ବେଶରେ କଣ କଲୁ ଗୌରାମ ପ୍ରଭୁ ଏମିତି କେତେ ଜଣ 4-5 ଜଣ ପ୍ରଭୁ ଆପଣ ବି ସଞ୍ଜୟ ପ୍ରଭୁ ଥିଲେ ମଧ୍ୟ
ତାପରେ ଆମେ କଣ କଲୁ, ମାନେ ପ୍ରହ୍ଲାଦ ମହାରାଜଙ୍କର ଯୋଉ ଦିବ୍ୟ ଉପଦେଶ ଭାଗବତମର ଅଛି ସେଇଟାକୁ ଆମେ ପଢିଲୁ, ବିଭିନ୍ନ ପ୍ରକାର ଚର୍ଚ୍ଚା କଲୁ। ଠାକୁରଙ୍କ ବିଷୟରେ ଆମେ ଜାଣିପାରିଲୁ ଯେ ମାନେ ଗୃହସ୍ଥ ଜୀବନ ଆଉ କେମିତି ବ୍ରହ୍ମଚାରୀ ଜୀବନକୁ ଭଲ ଭାବରେ କେମିତି ପାଳନ କରାଯାଏ, ବାସ୍ତବିକ ଗୃହସ୍ଥ ଜୀବନର ଅର୍ଥ କଣ, ବ୍ରହ୍ମଚାରୀ ଜୀବନ ଅର୍ଥ କଣ। ଆଉ ପ୍ରହ୍ଲାଦ ମହାରାଜ କୋଉ ଉଦ୍ଦେଶ୍ୟରେ ଉପଦେଶ ଦଉଛନ୍ତି କୁମାର ମାର୍ଜରତେ ପ୍ରଜ୍ଞା, ମାନେ ବାସ୍ତବିକ ଅର୍ଥଟା କଣ, ଆମେ ବାସ୍ତବରେ ସେଇଦିନ ଭଲ ଭାବରେ ପୁରା ବୁଝେଇଲେ। ଏବଂ ଆମର ଯୋଉ ଆଶଙ୍କା ଥିଲା, ମୋର ବିଭିନ୍ନ ପ୍ରଶ୍ନ ଥିଲା ବାର ବାର ପଚାରୁଥିଲି, ସବୁ ଗୋଟେ ପରେ ଗୋଟେ ପୁରା ଭଲ ଭାବରେ ସୁନ୍ଦର ଭାବରେ ଉତ୍ତର ଦେଲେ। ମତେ ଭଲ ଲାଗିଲା। ତାର ଅଭିଷେକ ବି ଗୁରୁ ମହାରାଜଙ୍କର ଅନଲାଇନ ପରେ ମୁଁ ଭାବିଲି, ଯେତେବେଳେ ଗୁରୁ ମହାରାଜ କ୍ଲାସ ସରିଲା ପରେ ଭାବିଲି ଅଭିଷେକ ଦେଖିପାରିବିନି, ସେବା ସାରିଦେଇ ପଳେଇ ଆସିଥିଲି ମନ୍ଦିରରୁ, କିନ୍ତୁ ଏପଟେ ଗୁରୁ ମହାରାଜ କ୍ଲାସ ଅଛି, ଭାବିଲି ଗୁରୁ ମହାରାଜ କ୍ଲାସ କରିବି ନା ନାମାଚାର୍ୟ ପ୍ରଭୁ କ୍ଲାସ କରିବି, କିନ୍ତୁ ଭଗବାନଙ୍କର ମାନେ ଅତୁଟ କୃପା ଅଛି, ଗୁରୁ ମହାରାଜ କ୍ଲାସ ସରିଲା ପରେ କିଛି ସମୟ ପରେ ମନ୍ଦିର ଗଲା ବେଳେ କ୍ଲାସ ବି ଚାଲିଛି, ତାପରେ ଅଭିଷେକରେ ଯୋଗ ଦେଲି, ବହୁତ ଭଲ ଲାଗିଲା। ଏମିତି ମାନେ ସେଠି ଜଣା ପଡୁଛି ଆମର ପ୍ରଭୁ ଜୀ ଜଣେ କହୁଥିଲେ, ମାନେ ଭଗବାନ ଆସନ୍ତି ମାନେ ଅଧର୍ମକୁ ବିନାଶ କରିବା ପାଇଁ, ପାପୀ ମାନଙ୍କୁ ବିନାଶ କରିବା ପାଇଁ, ତାର ଧର୍ମର ମାନେ ସ୍ଥାପନ କରିବା ପାଇଁ, କିନ୍ତୁ ଯେତେବେଳେ ଆମ ହୃଦୟରେ ଭଗବାନ ମାନେ କୃଷ୍ଣ ପ୍ରେମ ଉଦିତ ହୁଏ, ସେଇଭଳିଆ ଦିଟା କାର୍ଯ୍ୟ ହୁଏ। ପ୍ରଥମେ ଆମ ହୃଦୟରେ ଥିବା ପାପ, କାମ, କ୍ରୋଧ, ଲୋଭ, ମୋହ, ମାୟା, ଯେତେ ଅହଙ୍କାର ମାନେ ଖରାପ ଜିନିଷ ଗୁଡା ଭକ୍ତିର ବାଧକ ଅଛି ତାକୁ ନଷ୍ଟ କରିଦିଏ। ତା ସହିତ କଣ ମାନେ ଭଗବାନଙ୍କର ଯୋଉ ଗୁଣ ଲୀଳା କୀର୍ତ୍ତନ ସେଇଟା କଣ ହୁଏ, ହୃଦୟରେ ଜାଗ୍ରତ ହୁଏ। ସେଇଟା କେମିତି ହବ, ଯେତେବେଳେ ଆମେ ବିଭିନ୍ନ ପ୍ରକାର ପର୍ବପର୍ବାଣି ଭଗବାନଙ୍କର ଆବିର୍ଭାବ ହେଇ, ଭଗବାନଙ୍କର ବିଭିନ୍ନ ସାଧୁ ପୁରୁଷ ମାନଙ୍କର ତିରୁଭାବ ହଉ, ଯେତେବେଳେ ଆମେ ଶ୍ରବଣ କରିବା, ସେଇ ପ୍ରେମରେ ଆମେ ଯେତେବେଳେ ଆମେ ଭଗବାନ ମାନେ ସେ ଜିନିଷ ଶିଖିବା, ଶିକ୍ଷା ମାନେ ଗ୍ରହଣ କରିବା, ସେତେବେଳେ ଆମେ ଆମ ହୃଦୟରେ ସେଇଭଳିଆ ଯେମିତି ଭଗବାନ ମାନେ ବାହାରେ ଯେମିତି ମାନେ ଆବିର୍ଭାବ ହଉଛନ୍ତି, ସେଇଭଳିଆ ଆମ ହୃଦୟରେ ସେଇଭଳିଆ ବୋଧେ ଚେତନା ଜାଗ୍ରତ ହବ, ଯାହା ଦ୍ୱାରା ଆମ ହୃଦୟରେ ଥିବା ଯୋଉ ବିଭିନ୍ନ ଭକ୍ତିରେ ଯୋଉ ବାଧକ ଆସୁଛି, ସେଗୁଡା ଆମେ କଣ କରିବା, ତାକୁ ଆମେ ବନ୍ଦ କରିପାରିବା। ଯାହା ଦ୍ଵାରା ଆମର ମୁଖ୍ୟ ଉଦ୍ଦେଶ୍ୟ ହଉଛି, ଆମର ଯୋଉ ବିଭିନ୍ନ ପ୍ରକାର ମାନେ ଭଗବାନଙ୍କର ବିଭିନ୍ନ ପ୍ରୋଗ୍ରାମ ହଉଛି, ତାକୁ ଆମେ ଭକ୍ତି ଉଦ୍ଦେଶ୍ୟରେ ଆମେ କେମିତି ଲଗେଇବା, ଆମେ ବିଭିନ୍ନ ପ୍ରକାର ଯୋଉ ଆମେ ପୂଜା ଉପାସନା କରୁଛେ, ବିଭିନ୍ନ ପ୍ରକାର ପର୍ବପର୍ବାଣିରେ ଆମର ଭକ୍ତିରେ ଏଇଟା କେତେ ଦୂର ମାନେ ବଢିଲା, ତା ପ୍ରତି ମଧ୍ୟ ସଚେତନ ହବା, ଯାହା ଦ୍ୱାରା କି ଆମେ ଜାଣିପାରିବା ଆଜି ମୋର ଏଇ ଦିନରେ ଏମିତି ଭକ୍ତିଟା ଏଇ ଷ୍ଟେଜରେ ଅଛି, ଆର ବର୍ଷକୁ ଏଇ ଷ୍ଟେଜରେ ହବ। ମୁଁ ଭକ୍ତିରେ ଏଇ ଷ୍ଟେଜରେ ଗୋଟେ ଜିନିଷ ଶପଥ ନେଇଛି, ସେଇ ଆର ମାନେ ଆର ଷ୍ଟେଜକୁ କେମିତି ମୋର ସେଇଟା କଣ୍ଟ୍ରୋଲ ହେଇକି ରହୁଛି କି ନା ଆମେ ଦେଖିବାକୁ ପଡିବ। ବହୁତ କିଛି କଥା ଅଛି, ସବୁ ଭକ୍ତ ମାନେ ଅଛନ୍ତି, ସେ କିଛି କିଛି କହିବେ, ଏତିକି କହିକି ମୁଁ ମୋର କଥାକୁ ବିଶ୍ରାମ ଦଉଛି। ଧନ୍ୟବାଦ। ହରେ କୃଷ୍ଣ। ଟିକେ ଲିଭ୍ କରିବନି, ଆଜି ବହୁତ ପବିତ୍ର ଶ୍ରୀନିବାସ ଆଚାର୍ଯ୍ୟଙ୍କର ଆଗମନ, ତାଙ୍କ ବିଷୟରେ ଶ୍ରବଣ କରିବା। ଆମେ ଏଠି ଟଲରେଟ କରିପାରୁନେ, ଅନ୍ୟ ଜଣେ ଡିଭୋଟି କହୁଛନ୍ତି, ଆମେ ଟଲରେଟ କରିପାରୁନେ କି ନାଇଁ, ପ୍ରଭୁ ମାତାଜୀ କଣ କହୁଛନ୍ତି, ତାଙ୍କର କଣ ଟିକେ କହିଦଉଛନ୍ତି ଆଉ, ହେଲେ ଆମେ ଟିକେ ଭକ୍ତିରେ ରହିପାରିବା। ହରେ କୃଷ୍ଣ। ମୋ ଭଏସ କ୍ଲିୟର ଅଛି ନା? हरे कृष्ण प्रभु जी दंडवत प्रणाम आज्ञा। ତ ବହୁତ ଟାଇମରେ ଆମେ ଶ୍ରବଣ କରନ୍ତି କି ନାଇଁ, ସେ ମୋଠୁ ସିନିୟର ନୁହଁ, ସେ ମୋଠୁ ଜୁନିୟର ଅଛି, କି ସେ ବି ତମ ପଛରେ ଆସିଛି, ତା କଥା ତାର କଣ ବିଶେଷ ଅନୁଭବ ଅଛି, ଆମେ ଟଲରେଟ କରିପାରନ୍ତେନି, ତାହେଲେ ସେବା କରିବା ନିଶ୍ଚୟ, ଠିକ ମନୋଭାବରେ ସେବା କରିବା, ତାଠୁ ଅଧିକ ଉନ୍ନତ। ସେବା କରି ସାରିବା ପରେ ଅହଙ୍କାର ନ ଆସିବା, ସେଇଟା ବି ଆହୁରି ଉନ୍ନତ। ନମ୍ରତାକୁ ସ୍ଥାପନ କରିବା ସେ ଆମ ଭୂମିରେ, ସେଇଟା ଆମ ସମସ୍ତଙ୍କ ପାଇଁ ଆଦର୍ଶ ହବା ଦରକାର। ଠିକ ଅଛି, ନେକ୍ସଟ ଆମେ ସୋନାଲି କହିବେ। ତୁମକୁ ଦକ୍ଷିଣ ପ୍ରତିଷ୍ଠିତ हरे कृष्ण प्रभु।
ସରୋଜିନୀ ମାତାଜୀ କହିଲେ ଯେମିତି ବଡ ପାଟିରେ କୁହ। ସକାଳୁ ଉଠିଲା ବେଳକୁ ଭୋରୁ ଉଠିକି ବସି ପଡୁଛି ଫାଷ୍ଟ ପାଣି ବୋତଲଟାକୁ ଧରିକି। ତାପରେ ସରୋଜିନୀ ମାତାଜୀ ସେପଟରୁ ଆସିକି କହିଲେ ଆଜି ନିର୍ଜଳ ଅଛି ପାଣି ପି। ତାପରେ ଏମିତିରେ ଗୋଟେ ଗୋଟେ ଦିନ ମୁଁ ଗୋଟେ ଗୋଟେ ଲିଟର ପାଣି ପିଇକି ବଞ୍ଚି ଯାଉଥାଏ ମତେ କିଛି ଲାଗେନି। କାଲି ମତେ 6ଟା 7ଟା ବେଳକୁ ଲାଗୁଛି ଯେମିତି ପାଣି ମାନେ ଏମିତି ମାୟା ଅଛି ପାଣି ଭିତରେ ମାନେ ପାଣି ଆଡକୁ ଖାଲି ମୁଁ ଆଟ୍ରାକ୍ଟ ହଉଛି ମାନେ କେବଳ ପାଣି ହିଁ ଦେଖାଯାଉଛି ରୁମ ସାରା ଆଉ କିଛି ଦେଖାଯାଉନି। ମନ୍ଦିର ଗଲା ବେଳକୁ ପାଣି ଦେଖାଯାଉଛି ରୁମ ଭିତରେ କେବଳ ପାଣି ଦେଖା। ତାପରେ ତାପରେ ଆମେ କହିଲେ ଚାଲେ ପାଖରେ ମନ୍ଦିର ଚାଲ ମନ୍ଦିର ପଳେଇବା ସେଠି ସେବା କରିବା ମାନେ ମାଇଣ୍ଡ ଡାଇଭର୍ଟ ହେଇଯିବ ପାଣି ପିଇଗଲେ। ତାପରେ ସେଠି ଦେଲେ ଡ୍ରାଏ ଫ୍ରୁଟସ ର ମାଳ କରିବା ପାଇଁ ସେତେ ଡ୍ରାଏ ଫ୍ରୁଟସ ମାନେ ଛୁଞ୍ଚି ଆଲମଣ୍ଡ ଭିତରେ ପଶିକି ନାଇଁ ମୋ ହାତ ଭିତରେ ପଶିଛି ଏକାଥରେ। ତାପରେ ଏତେ କଷ୍ଟରେ ଖାଲି ମତେ ଖାଲି ଟିକେ ଟିକେ ପରେ ଖାଲି ପାଣି ହିଁ ଦେଖା ଯାଉଥାଏ। ମନ୍ଦିରରେ ଆକ୍ୱାଗାର୍ଡ ଲେଖା ହେଇଛି ସେଠିକି ଯିଏ ବି ଯାଉଛନ୍ତି ମାନେ ଯେମିତି ଖାଲି ସବୁ ଆସିକି ମୋ ଆଗରେ ହିଁ ପାଣି ଟା ପିଉଛନ୍ତି। ତାପରେ ହଉଛି ସନ୍ଧ୍ୟା ବେଳେ ଅଭିଷେକ ପାଇଁ ଆସିଲେ ଅଭିଷେକ ବେଳେ ଆମେ ଯାଇକି ସବୁଠୁ ଫାଷ୍ଟ ବସିଲେ କିନ୍ତୁ ଆମ ଆଗରେ ଗୋଟେ ମାନେ ଛୋଟ ପ୍ରଭୁ ଜଣେ ଆସିକି ଠିଆ ହେଇଗଲେ ଚାମର ବୁଲେଇବା ପାଇଁ ମତେ ଆଉ କିଛି ଦେଖାଯାଉନଥାଏ। ମୁଁ ଏପଟ ସେପଟ ହଉଛି ମତେ ଟୋଟାଲି କିଛି ଦେଖାଯାଉନି ତାପରେ ମୁଁ ମନେ ଭିତରେ ଭାବିଲି କଣ ଦିନ ସାରା ନିଡରେ ମତେ ଅଭିଷେକ ହିଁ ଦେଖିପାରିବନି ତାପରେ ସାଙ୍ଗେ ସାଙ୍ଗେ ଏମିତି ହେଲା ଆଉ ଜଣେ ପ୍ରଭୁ ଆସି ତାଙ୍କର ଚାମରଟା ନେଇଗଲେ ଟିକେ ସାଇଡ ହେଇଗଲେ ତାପରଠୁ ମତେ କ୍ଲିୟର ପୁରା ଦେଖାଗଲା ଅଭିଷେକଟା। ମାନେ କାଲି ଦିନ ସାରା ବୋଧେ ମୁଁ ଭଗବାନଙ୍କୁ ଯୋଉ କଥା କହିଛି ସକାଳୁ ଉଠିକି ଜପ କହିଲି ଆଜି କିଛି ସେବା ମିଳିବନି ମାନେ ସେବା କିଛି ମିଳୁନି କଣ ଏତିକି ହିଁ ଭାବିଛି ତାପରେ ଗୋଟେ ପ୍ରଭୁ ମତେ ଡାକିକି କହିଲେ ମାତାଜୀ ଫୁଲ ଗୁଡା ଟିକେ କାଟି ଦିଅନ୍ତୁ ବସିକି। ପୁଣି ତାପରେ କିଛି ସମୟ ପରେ ମୁଁ ଭାବୁଥିଲି ଡ୍ରାଏ ଫ୍ରୁଟସ ର ମାଳ ସବୁବେଳେ କରନ୍ତି ଆମକୁ କାହିଁ ଦଉନାହାନ୍ତି କରିବା ପାଇଁ। ମାନେ ସେଇଟା କେତେବେଳେ କରିବେ ଆମକୁ ଦଉନାହାନ୍ତି ଆମେ କରିଦବୁ। ତା କିଛି ସମୟ ପରେ ଏଇଠିକାର ଅଥରିଟି ଯିଏ ସିଏ ଆସିକି ଆମକୁ କହିଲେ ମାତାଜୀ ଖାଲି ବସିଛନ୍ତି ଡ୍ରାଇ ଫ୍ରୁଟସ ର ମାଳଟା କରିଦିଅନ୍ତୁ। ମାନେ ଖାଲି ଯାହା ବୋଧେ ମୁଁ ଭଗବାନଙ୍କୁ ଡାକିଛି ସବୁ ମାନେ ଇନଷ୍ଟାଣ୍ଟଲି ଯେମିତି ହେଇଯାଉଥାଏ ତାପରେ ଅଭିଷେକ ହେଇ ସାରିଲା ପରେ ସେ ବାସନ ଗୁଡା ସାଇଡରେ ଥାଏ ମତେ ନିତ୍ୟାନନ୍ଦ ତ୍ରୟୋଦଶୀ ଦିନ ସରୋଜିନୀ ମାତାଜୀ କହିଥିଲେ କି ଆଜି ଆମେ ଭଗବାନଙ୍କ ଅଭିଷେକ ବାସନ ଧୋଇଲେ ବହୁତ ବଢିଆ ଲାଗିଲା। ସେଇଟା ସେ ସାଇଡ ରେ ଥିଲା ଆମେ ଖାଇକି ଆସିଲା ବେଳେ ମୁଁ କହିଲି ଏଇଟା ବାସନ ଟା ଅଛି ଏଇଟା ମୁଁ କହୁନାହାନ୍ତି ଧୋଇଦବା ପାଇଁ ତା କିଛି ସମୟ ପରେ ଭକ୍ତି ପ୍ରଭୁ ଡାକି ଆମକୁ କହିଲେ ମାତାଜୀ ଆସିକି ବାସନ ଟିକେ ଧୋଇ ଦିଅନ୍ତୁ ନା। ଏତେ ଖୁସି ଲାଗିଲା ମତେ କାଲି ତାପରେ ଆଉ ତାପରେ ଅଭିଷେକ ଟାଇମରେ ସେ ଡ୍ରାଏ ଫ୍ରୁଟସ ମାଳ ଆଣିକି ପିନ୍ଧେଇଲେ ମତେ ଲାଗିଲା ଏମିତି ମୋର ଯେତିକି ସବୁ ଥକା ଥିଲା ସବୁ ଚାଲିଗଲା ସେଇଠି। ମାନେ ଆମେ ଦି ଜଣ ଖାଲି ଦି ଜଣକୁ ଅନେଇକି ହସୁଥାଉ ସେତେବେଳେ। ଏ ପଣ୍ଡା ମାନେ ପୁରା କାନ୍ଦି ପକେଇଲେଣି ସେତେବେଳକୁ ସେ ମାଳ ଦେଖି। ମାନେ ଯେମିତି ବହୁତ ଟାଇମ ମିରାକଲ ହେଇଯାଇଛି ଏତେ ବଢିଆ ଲାଗିଲା। ସବୁ ଆଉ କହିପାରିନି କିଛି ସବୁ ଏତିକି ଆଉ କଣ କହିବି। ସମସ୍ତ ଡିଭୋଟି ମାନଙ୍କର ଗୋଟେ ସ୍ପିରିଚୁଆଲ ଇମୋସନ ଅଛି ଭାବ ପ୍ରବଣତା ଅଛି ଯେତେବେଳେ ସେ ଭାବ ପ୍ରବଣତା ଭୌତିକ ଲୋକଙ୍କର ଭୌତିକ ପରିସ୍ଥିତି ଭୌତିକ ଦୁନିଆ ଭିତରେ ରହିଯାଏ ସେତେବେଳେ ଆମେ ଦୁନିଆ ଭିତରେ ଛନ୍ଦି ହେଇକି ପଡନ୍ତି ଆମର ହୃଦୟ ଅବରୁଦ୍ଧ ହେଇଯାଏ କିନ୍ତୁ ସେଇଟା ଯେତେବେଳେ କୃଷ୍ଣଙ୍କ ପାଇଁ ଉତ୍ତମ ପାଇଁ ଥାଏ ସେତେବେଳେ ଯାହା ଆମକୁ ମୁକ୍ତିର ରାସ୍ତା ଉନ୍ମୋଚନ କରେ ଫାଷ୍ଟ ହାଣ୍ଡ ଏକ୍ସପ୍ରେସନ ଅନୁଭବ ଆସେ କି ଆମେ ସ୍ପିରିଟ ସୋଲ ଆଉ ଆମକୁ ଆନନ୍ଦମୟ ଅଭ୍ୟାସ we are pleasure seeking ସେତେବେଳେ ଆନନ୍ଦର ଖୋଜ ଅଛି ପ୍ରଭୁପାଦ ତାଙ୍କର on the way to Krishna ଉପରେ ଲେଖନ୍ତି search for happiness ends with the Lord's feet ଭଗବାନଙ୍କର ପାଦ ପଦ୍ମରେ ଆମେ ଯାହା ସୁଖ ଖୋଜୁଛେ ସେଇଠି ଅଛି ଧନ୍ୟବାଦ ନିଶ୍ଚୟ ସେବା କରିବା ଅପେକ୍ଷା ସେବା ମନୋଭାବ ଅଧିକ ଉନ୍ନତ ସେବା ମନୋଭାବ ଥାଇକି ଯଦି ଆମେ ସେବା କରିବାନି ତାହେଲେ ଆମେ ଏତେ ଫର୍ଚୁନେଟ ନୁହେଁ ସେବା କଲେ ମନେକର ଶୁଦ୍ଧତା ଆସେ ସେବା କରିଦେଲେ କଣ ବାସେ ଅର୍ଥାତ୍ ଆମର ଚରିତ୍ରର ସୁଗନ୍ଧ ସବୁଆଡେ ପ୍ରସାରିତ ଯେତେବେଳେ ଆମେ ସେବା କରିବା ସେବା କଲେ ଅନେକ ନିବୃତ୍ତି ହୁଏ ସେବା କଲେ ବୈଷ୍ଣବ ସହିତ ରିକନସିଲେସନ ହୁଏ ଯଦି କିଛି ସମସ୍ୟା ଥାଏ ଧନ୍ୟବାଦ ଆଉ କେହି କହିବା ପାଇଁ ଚାହିଁବେ ଠିକ ଅଛି ସେବା ଆଜି ପବିତ୍ର ମତେ ଶୁଣିବ ତ ମୁଁ କହିବି ଆଜି ବହୁତ ସୁନ୍ଦର ଦିନ
ଲିଭ୍ କରିବନି, ମାନେ ଆଚାର୍ଯ୍ୟଙ୍କର ଜୀବନ ଚରିତ୍ର ମୋ ଭଏସ କ୍ଲିୟର ଅଛି କି ଅନମ୍ୟୁଟ କରି କହିବି? ଆଜ୍ଞା ପ୍ରଭୁଜୀ। ଆଉ କାହାକୁ କିଛି କହିବାର ଅଛି ସେବା ଉପରେ? ସ୍ମୃତିରେ କାମଟା ବି ତମେ ବି କିଛି ସେୟାର କରିପାରିବ। हरे कृष्ण प्रभु जी नंद प्रणाम। ବିଶେଷ କିଛି ସେବା କରିନାହିଁ, ବାସ୍ ଖାଲି ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲି ଯାହା। ଅଭିଷେକ କରିଥିଲି ଆଉ କ୍ଲାସ ବି ହେଇଥିଲା, ଶ୍ରବଣ କରିଥିଲି। ସବୁ ପରେ ମତେ ମୋର ଏତେ ବି ସେବା ଭାବ ନାହିଁ। ମତେ ଯେତିକି ଫିଲ୍ ହୁଏ ମତେ ଏସବୁ ଯାହାବି ଆପଣ କ୍ଲାସରେ କୁହନ୍ତି, ମୁଁ ମାନେ କ୍ଲାସରେ ହଉ କି ଡାଇରେକ୍ଟଲି ହଉ ଯାହା କୁହନ୍ତି ମୁଁ ପଛରେ ଭାବେ ମୋ ଭିତରେ ବହୁତ କିଛି ପରିବର୍ତ୍ତନ ଆସିବାର ଅଛି। ମୋର ସବୁ ୱିକନେସ ପଛରେ ମୁଁ ଜାଣିପାରେ ମତେ କେତେ ମୋର ଭିତରେ ଆସିବାର ଅଛି। ଏତେ ବି ମୋର ସେବା ମନୋଭାବ ନାହିଁ। ଆଉ କିନ୍ତୁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି କାଲି କି ସେଇ ମନୋଭାବ ଆସୁ, ମୁଁ ଭଲସେ ମୋ ହୃଦୟରେ ବି ଯାହା ବି କିଛି ଅନର୍ଥ ସବୁ ଭରିକିନା ରହିଛି, ଭଗବାନ ତାକୁ ଦୂରୀଭୂତ କରିଦିଅନ୍ତୁ, ତାକି ମୁଁ ଭଲସେ ଭକ୍ତି କରିପାରିବି। ଏମିତି ଖାଲି ପ୍ରାର୍ଥନା କରୁଥିଲି। ଆଉ ବାକି ଦିନ ଯାକ ତ ସେମିତି ଫାଷ୍ଟିଂ ଥିଲା। ଆଉ ସନ୍ଧ୍ୟାବେଳେ ଦର୍ଶନ କରିବାକୁ କୃଷ୍ଣ ତ ମତେ ବହୁତ ହିଁ ସେତେବେଳେ ଖୁସି ଲାଗୁଥିଲା। ସବୁ ଗ୍ରୁପରୁ ବି ଡିଭୋଟିସ୍ ମାନେ ଆସିଥିଲେ, ତାଙ୍କ କଥାବାର୍ତ୍ତା ହେଇଲି। ଆଉ ଯାହା ବି ମତେ ସେତେବେଳେ ହିଁ ଟିକେ ଭଲ ଲାଗୁଥିଲା। ବାକି ଦିନ ଯାକ ମୋର ଯାହାବି ଜବ ଥିଲା ଆଉ କ୍ଲାସ ହେରିକା ଥିଲା, ମୁଁ ତାକୁ ଶ୍ରବଣ କରୁଥିଲି। ଆଉ ମୋ ଭିତରେ ମୁଁ ଭାବୁଥିଲି ମୋ ଭିତରେ କେତେ ସବୁ ମାନେ ଖରାପ ଅନର୍ଥ ସବୁ ଭରିକିନା ରହିଛି, ଭିତରେ ପରିବର୍ତ୍ତନ ଆସିବାର ଏସବୁ ଏମିତି ଭାବିକିନା ଥିଲି, ପ୍ରାର୍ଥନା କରୁଥିଲି। ହରେ କୃଷ୍ଣ। ଧନ୍ୟବାଦ ସମସ୍ତେ ଭଗବାନଙ୍କ ସେବାରେ ନିଶ୍ଚୟ ସମସ୍ତେ ଭଗବାନଙ୍କ ସେବାରେ ନିଶ୍ଚୟ ନିମଗ୍ନ ରୁହନ୍ତି, କାହିଁକି ନା ଏଇଟା ଆମର ଇଟରନାଲ କନଷ୍ଟିଟ୍ୟୁସନାଲ ପୋଜିସନ। ଯଦି ଆମେ ସେବା କରିବାନି ତାହେଲେ କେବେ ବି ସେ ସେବାର ସୁଗନ୍ଧ ଅନୁଭବ କରିପାରିବାନି। ସେବା କଲେ ହିଁ ଆମର ଅନର୍ଥ ନିବୃତ୍ତି ହବ। ଆମ ମନକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଭଗବାନଙ୍କର ନାମର ସେବା କରିବା। ବୁଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଶାସ୍ତ୍ରର ସେବା କରିବା। ଆଉ ଅହଙ୍କାରର ନିୟନ୍ତ୍ରଣ କରିବା ପାଇଁ କୃଷ୍ଣଙ୍କର ସେବା କରିବା। ଇନ୍ଦ୍ରିୟ ମାନଙ୍କର ନିୟନ୍ତ୍ରଣ କରିବା ପାଇଁ ଭଗବାନଙ୍କର ଆଉ ଭଗବାନଙ୍କର ଭକ୍ତମାନ ଫିଜିକାଲ ସେବା ଅଛି, ସେଟା କରିବା। ପୁରା ହୋଲ ପ୍ରୋଗ୍ରାମ ଡିଜାଇନ ହେଇଛି, ଆମେ କେମିତି ସେବା ସୁନ୍ଦର ଭାବରେ କରିକି ମୁକ୍ତ ସୋନାଲି ମାତାଜୀ କହିବେ ଲାଷ୍ଟ। दंडवत प्रणाम प्रभु जी। हरे कृष्णा। सुन पार्टी प्रभु जी? हरे कृष्ण क्लियर ଅଛି। ପ୍ରଭୁଜୀ ସେବା ସେବା ତ ସବୁଦିନ କରେ କିଛି ନା କିଛି, ମତେ ବହୁତ ଭଲ ଲାଗେ ସେବା କରିବା ପାଇଁ। ତ ସମୟ ଯେହେତୁ ବହୁତ କମ ଥାଏ, ତ ସେଥିପାଇଁ ମୁଁ ଅଫିସ ଆସିବା ଆଗରୁ ଯାହାବି ମନ୍ଦିରରେ ସେବା ଥାଏ କରିଦେଇକି ଆସେ। ବେଳେ ବେଳେ ମାଳ ବି ସାରି ଦେଇକି ଆସେ, ମାନେ କମ୍ପ୍ଲିଟଲି 16 ମାଳ ବି ସାରି ଦେଇକି ଆସେ ମନ୍ଦିରରେ। ତ କାଲିର ଏକ୍ସପିରିଏନ୍ସ ହେଲା, କାଲି ଯେହେତୁ ଟିକେ ବେଶୀ ସେବା ଥିଲା, ଆଉ ଯୋଉ ମାତାଜୀ ମାନେ କରନ୍ତି ସେମାନେ ନାହାନ୍ତି ଆଭେଲେବୁଲ, ତ ମତେ ଟିକେ ବେଶୀ କରିବାକୁ ପଡିଥିଲା। ମାନେ ମୁଁ ଠିକ ଠାକ ଥିଲି, ଫିଜିକାଲି ଠିକ ଠାକ ଥିଲି, କିନ୍ତୁ ଚନ୍ଦନ ଘୋରିବାର ତ ସବୁଦିନର ଅଭ୍ୟାସ ନଥିଲା। ତ କିଛି ଦିନ ହେଲା ଘୋରି ଘୋରିକା ମୋ ହାତ ବି ମାନେ ଫୋଟକା ହେଇଯାଇଥିଲା ପୁରା। ତ ହେଲେ ବି ମୁଁ ଯେତେବେଳେ ବି ଚନ୍ଦନ ସେବା କରୁଥାଏ ଘୋରୁଥାଏ, ତ ମୁଁ ଯେତେବେଳେ ଭଗବାନଙ୍କୁ ଅନେଇ ଦଉଥାଏ, ତ ମୋର ଯାହା ବି ପେନ୍ ଟା ଥିଲା, ହାତ କାଟୁଥିଲେ ବି ମୁଁ ତାଙ୍କୁ ଅନେଇ ଦେଲା ପରେ ମତେ ଆଉ କିଛି ମାନେ ଫିଲ୍ ହିଁ ହୁଏନି କି ନାଇଁ ମୋ ବଡିରେ କିଛି କଷ୍ଟ ବି ଅଛି। ତ ପୁଣି
ରାତିରେ ମୁଁ ଦିପହରେ ଟିକେ ଘରକୁ ପଳେଇ ଆସିଲି, ଭାବିଲି କି ହଁ ଟିକେ ଘରେ ରେଷ୍ଟ ନେଇକି ପଳେଇବି, ଯେହେତୁ ନିର୍ଜଳ ବି ଥିଲା। କିନ୍ତୁ ମତେ ଘରେ ବେଶୀ ୱିକ୍ ଲାଗିଲା, ଭଲ ହିଁ ଲାଗିଲାନି। ମାନେ ଗୋଟେ ପଜିଟିଭ ଏନର୍ଜି ମତେ ମନ୍ଦିରରେ ମିଳୁଥିଲା ଭଗବାନଙ୍କୁ ଦେଖିକି, ତ ସେଇଟା ମତେ ଆଉ ଘରେ ଆସିଲାନି। ତ ମୁଁ କହିଲି ନାଇଁ, ମୁଁ ପଛେ କିଛି ମାନେ ଥାଏ ନଥାଉ କାମ, ମୁଁ ମନ୍ଦିରରେ ହିଁ ରହିବି। ତ ମନ୍ଦିରରେ ଆସିକି ପୁଣି ସେବା କଲି, ପୁଣି ସନ୍ଧ୍ୟା ଯାଏଁ ସେମିତି ହେଇଗଲା, ପାଠ କୀର୍ତ୍ତନରେ ବସିଲି। ତ ଯେତେବେଳେ ପ୍ରସାଦ ବି ହେଲା, ମୁଁ ପ୍ରସାଦ ବି ଆଉ ମାନେ ସେତେବେଳେ ପାଇବି ନଥିଲି। ମୁଁ କହିଲି ଏତେ ରାତି ତ ହେଇଗଲାଣି, ଏତେ ସମୟ ରହିଗଲି, ଏକାଥରେ ରହିଯିବି ନହେଲେ। ତ ସେତେବେଳକୁ ମୋ ହରିନାମ ବି କାଲି ହେଇନଥିଲା। ତ ମାନେ ହାତ ବି ବହୁତ କାଟୁଥିଲା, ପୋଡୁଥିଲା ବି, ଏତେ ଜୋରେ ହେଇଥିଲା ମୋ ହାତଟା। ଫିର ବି ମୁଁ ସେଥିରେ ନା, ମୁଁ ତାଙ୍କୁ ଭଗବାନଙ୍କୁ ଦେଖିଦେଲେ ହିଁ ଠିକ ହେଇଯିବ। ତ ଯେପର୍ଯ୍ୟନ୍ତ ମନ୍ଦିର କାଲି ବନ୍ଦ ହେଇନି, ମୁଁ ସେମିତି ହିଁ ମନ୍ଦିରରେ ଥିଲି। ପୁରା ବନ୍ଦ ହେଇକି ପହଡ ପଡ଼ିଲା, ତାପରେ ମୁଁ ଆସିଲି। ତ ମତେ ଫିଜିକାଲି କଷ୍ଟ ହେଲେ ବି ମତେ ଭଗବାନଙ୍କ ସେବା କରିବାଟା ବହୁତ ଭଲ ଲାଗେ। ତ ମୁଁ ତାଙ୍କୁ ଦେଖିଦେଲି କି ହଁ, ତାଙ୍କ ଖୁସି ପାଇଁ, ତାଙ୍କ ସୁଖ ପାଇଁ ଯଦି ମୁଁ କରୁଛି, ତ ମୋ ଶରୀର କିଛି ହେଲେ କିଛି ପ୍ରୋବ୍ଲେମ ନାହିଁ, କାରଣ ତାଙ୍କରି ସେବାରେ ହିଁ ଶରୀରଟା ଲାଗିଲେ ମତେ ଖୁସି ଲାଗେ। ତ ବହୁତ ଭଲ ଲାଗେ ମତେ ସେବା କରିବା ପାଇଁ। ଆଉ ଯୋଉଦିନ ବି କିଛି ଉପବାସ କି ବ୍ରତ ଥାଏ, ମତେ ମାନେ ଏମିତି ଫିଲ୍ ହୁଏ କି ଏକ୍ସଟ୍ରା କିଛି ଆସିଯାଏ। ତ ମତେ ଯେତେ ଲାଗେ କି ଆଜି ହିଁ ମୋର ଏକ୍ସଟ୍ରା ହବାର ଥିଲା। ତ ଏ ଭାବିଦିଏ ପୁଣି କି ନା ନା ନା, ଏଇଟା ମାନେ ଭଗବାନ ବୋଧେ ଚାହୁଁଛନ୍ତି କି ଏଇଟା ମୁଁ କରେ ବୋଲି। ତ ସେଇଦିନ ଯୋଉଦିନ ଏକାଦଶୀ ଦିନ ବି ସେମିତି ହୁଏ, ଯଦି କିଛି ଥାଏ ବେଶୀ ଟିକେ ସେଦିନ ଆସିଯାଏ। ତ ମତେ ଭଲ ଲାଗେ, କେବେ କିଛି ହୁଏନି ବି ପ୍ରୋବ୍ଲେମ, ୱିକ୍ ଥିଲେ ବି ମୁଁ ଭଗବାନଙ୍କୁ ଦେଖିଦେଲେ ବାସ୍ ଆସିଯାଏ, ମତେ ମାନେ ଠିକ ଠାକ ଲାଗେ ମତେ। ଧନ୍ୟବାଦ। କୃଷ୍ଣ ଇଜ ଆୱାର ବେଷ୍ଟ ଇନ୍ସପିରେସନ। ଲୋକମାନେ ବାହାର ଦୁନିଆରେ ମୋଟିଭେସନ କରୁଛନ୍ତି, କିନ୍ତୁ ଭଗବାନଙ୍କର ସୁନ୍ଦର ଶ୍ୟାମ ସୁନ୍ଦର ମୁଖ ପଦ୍ମ ଦର୍ଶନ କଲେ ଆମକୁ ନିଶ୍ଚୟ ଆନନ୍ଦିତ ଲାଗେ, ଉତ୍ସାହିତ ଲାଗେ ଭଗବାନଙ୍କ ସେବା କରିବା ପାଇଁ। ସେବା ହିଁ ପରମ ଧର୍ମ। କୃଷ୍ଣଙ୍କର ସେବା ହିଁ ପରମ ଧର୍ମ, ଭକ୍ତଙ୍କ ସେବା ତାଠୁ ଆହୁରି ପରମ ଧର୍ମ। ନିଶ୍ଚୟ ଆମେ ସମସ୍ତେ ସେବାରେ संपन्न हवा, सेवा मनोवृत्ति को धारण करेंगे। हरे कृष्ण। शिल प्रभुपाद की जय, अनंत कोटि वैष्णव की जय। रामेण में